এটা হচ্ছে এটা প্রথম ওড়ুছি বড় ফোটা এটা হচ্ছে অঙ্গনবাড়ি নিশ্চয় করে লগাଣ ବର୍ଷାରେ ଗଜପତି ଜିଲ୍ଲା ଏ ଯେଉଁ ଗତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ବହୁ କ୍ଷୟକ୍ଷତି ହେଇଛି। ଆମର ମୋହନା ବ୍ଲକ ହଉ ଉଦୟଗିରି ବ୍ଲକ ହଉ ଆମର ଏ ବ୍ଲକ ସହିତ ଅନ୍ୟ ବ୍ଲକରେ ବି ରାସ୍ତା ଆଉ ତଥା ଟାୱାର ଲାଇନ୍ କମ୍ୟୁନିକେସନ୍ ଘର ଭାଙ୍ଗିବା ଗୋଟେ ଜମିରେ ଫସଲ ନଷ୍ଟ ହେବା ଆମର ପଶୁ ସମ୍ପଦ ନଷ୍ଟ ହେବା ଗୋଟେ ବହୁତ ନଷ୍ଟ ହେଇଛି। ବର୍ତ୍ତମାନ ଆମର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ସରକାରଙ୍କୁ ଅବଗତ କରାଯାଇଛି। ଫାଇନାଲ ରିପୋର୍ଟ ପାଇଁ ଆମର ଟିମ୍ ସବୁ ଯେଉଁ ଡିଷ୍ଟ୍ରିକ୍ଟ ଟିମ୍ ଭଲରେ କାମ କରୁଛନ୍ତି। ତା ସହିତ ବସ୍ତରୀଗୁଡ଼ାର ଆମର ଜଣେ ମୃତ୍ୟୁ ହେଇଥିଲେ। ଗତକାଲି ବି ଆମର ମୋହନାରେ ଜଣେ ମୃତ୍ୟୁ ହେଲେ। ଆଉ ଏ ଗାଁରେ ଆମର ପେକଟରେ ଆମର କାର୍ତ୍ତିକ ବାବୁ ସହିତ ତାଙ୍କର ଶବର ସହିତ ତାଙ୍କର ପୁଅ ମଧ୍ୟ ଜମିରେ କାମ କରିବା ସମୟରେ ପାଣିର ଫ୍ଲୋ କି ଆମର ମାଟି ଧସିଡ଼ିଛି ଯେଉଁ ଲ୍ୟାଣ୍ଡସ୍ଲାଇଡ୍ ଯେଉଁ ହେଇଛି କେତେ ଡିଗ୍ରୀରେ କୋଉଠି ହେଇଛି ଏ ପର୍ଯ୍ୟନ୍ତ ତାଙ୍କର ଶବକୁ ଠାବ କରିପାରିନାହାନ୍ତି। ରାଜ୍ୟ ସରକାରଙ୍କର ସବୁ ଟିମ୍ ସହିତ ଜିଲ୍ଲା ପ୍ରଶାସନର ସବୁ ଟିମ୍ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ସହିତ ଲୋକଙ୍କର ସହଯୋଗରେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିଛି। ଆଶା ବିଶ୍ୱାସ ଅତି ଶୀଘ୍ର ତାଙ୍କ ଶବକୁ ଠାବ କରାଯାଇ ତାଙ୍କୁ ଯେଉଁ ପରିବାର ପ୍ରତି ଯେଉଁ ଦାୟିତ୍ୱ ରହିଛି ସରକାରଙ୍କର ସେ ଦାୟିତ୍ୱ ତୁଲାଯିବ। ଆର ସ୍ଥାୟୀ ପ୍ରକାର ପାଇଁ ତ ନିଶ୍ଚୟ ସଜେସନ୍ ଦେବା। ଆଉ ଗୋଟେ କଥା ହେଲା ପ୍ରକୃତିର ରୂପ ଆଉ ବେଗ ଆଉ ସମୟ ସହିତ ଯେଉଁ ବର୍ତ୍ତମାନ ଆମର ଆଧୁନିକ ଜୀବନଶୈଳୀ ପ୍ରକୃତିକୁ ସହିତ ଆମେ ଯେଉଁ ବିକାଶ ଧାରାରେ ଆମେ ସାମିଲ ହେଇଛେ ତାକୁ ବି ବେଳେବେଳେ ବିଚାର କରିବାକୁ ପଡ଼ୁଛି। ଆଉ ତାହା ସହିତ ଏବେ ଗୋଟେ କଥା ଉଦାହରଣ ଦେଇପାରିବି ଯେ ହିମାଚଳ ପ୍ରଦେଶ ବି ଆମର ଏଇଭଳି ଅଞ୍ଚଳ ଗୋଟେ ଏ ଯେମିତି ହାଇ ହିଲ୍ ଏରିଆ ସେଇଠି ବି ବାଦଲ ଫଟା ବର୍ଷା ହେଉଛି। ଆଉ ଏ ବର୍ଷ ଯେତିକି ଘଟଣା ଘଟିଛି ସେଇଟା କେବେ ବି ଆଗରୁ ହେଇନଥିଲା। ସୋ ଆମେ ଯେଉଁ ଜଳବାୟୁ ତଥା ପରିବେଶର ସନ୍ତୁଳନ ରହିବା ଆଉ ଆମେ ପ୍ରକୃତି ସହିତ ମିଳେଇକି ଚଳିବା କଥାକୁ ସମୟ ଆଲୋଚନା ବର୍ତ୍ତମାନ କିଛି ବିଶେଷଜ୍ଞମାନେ କରୁଛନ୍ତି। ଆମେ ବିକାଶ ନାଁରେ ଯେଉଁ ବେଳେବେଳେ ଆମେ ଯେଉଁ ବହୁତ କଥା ଏବେ ସୁନ୍ଦର ବିକାଶ ପାଇଁ ଆମେ କରୁଛେ ବେଳେବେଳେ ପ୍ରଶ୍ନ ଉଠୁଛି ଯେ ଏଇ ବିକାଶରେ କୁଆଡ଼େ ତ ପ୍ରକୃତି ନଷ୍ଟ କରୁନି ତ ଏ କଥା ବି ଉଠୁଛି। ସୋ ଆର ଗୋଟେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକୃତିରେ ଆସିନାହିଁ। ଯେତେବେଳେ ଗୋଟେ ଭଲ ବିଚାର ବିମର୍ଶ ସହିତ ଆମର ପ୍ରକୃତି ସହିତ ମଣିଷ ମାଟି ସହିତ ବଞ୍ଚିଲେ ହୁଏତ ଏ ସମସ୍ୟା ଏତେ ଡିଗ୍ରୀରେ ଆସିବନି ଏ କଥା କିଛି ବିଶେଷଜ୍ଞଙ୍କର ମତ ବି ରହିଛି। ଆଶା ବିଶ୍ୱାସ ଆମର ଅତି ଶୀଘ୍ର ଆଙ୍କର କାର୍ତ୍ତିକ ବାବୁ ତାଙ୍କ ପୁଅଙ୍କର ଠାବ କରାଯିବ। ଆଉ ଉଚିତ ନ୍ୟାୟ ସହିତ ଜିଲ୍ଲାର ଯେଉଁ ଲସ୍ ହୋଇଛି ତାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ସ୍ପେଶାଲ ପ୍ୟାକେଜ୍ ପାଇଁ ଦାବି ରଖାଯିବ।